ସାଙ୍ଗମାନେ, ମୁଁ ଆଜି ଆପଣମାନଙ୍କୁ ଆପଣଙ୍କର ଜୀବନର କିଛି କଥା କହିବାକୁ ଚାହୁଁଛି। ଆପଣଙ୍କ ଜୀବନର କିଛି ଶୈଳୀ ବିଷୟରେ, ଆପଣ କେମିତି ବଞ୍ଚୁଛନ୍ତି, ଆପଣ କେମିତି ଖୁସିରେ ରହୁଛନ୍ତି, ଆପଣ କେତେ ଦୁଃଖରେ ରହୁଛନ୍ତି, ଆପଣ କ'ଣ କଲେ ଭଲରେ ରହିବେ, ଶାନ୍ତିରେ ରହିବେ। ମୁଁ ଆଜି ସେହି ବିଷୟରେ ଆପଣମାନଙ୍କୁ ଏମିତି କିଛି କହିବାକୁ ଚାହୁଁଛି ନା, ଆପଣମାନେ ଯେତେବେଳେ ମୋର ଏଇ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ନା, ନିଶ୍ଚିନ୍ତ ଭାବରେ ଆପଣମାନେ କିଛି ନା କିଛି ଏ ଭିଡ଼ିଓରୁ ନିଶ୍ଚିନ୍ତ ଭାବରେ ବୁଝିପାରିବେ। ଯଦି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି, ଯଦି ଆପଣ ଅଧାରୁ ଭିଡ଼ିଓଟିକୁ ସ୍କିପ୍ କରିଦେଉଛନ୍ତି, ତାହେଲେ ଆପଣ କିଛି ବି ବୁଝିପାରିବେ ନାହିଁ। ଆପଣଙ୍କ ଜୀବନରେ କ'ଣ ଘଟଣା ଘଟୁଛି ଆପଣମାନେ କିଛି ବି ବୁଝିପାରିବେ ନାହିଁ ଯଦି ଆପଣମାନେ ଭିଡ଼ିଓଟିକୁ ଅଧାରୁ ସ୍କିପ୍ କରିଦେଉଛନ୍ତି। ଭିଡ଼ିଓଟିକୁ ଯଦି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖୁନାହାନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖନ୍ତୁ। ଭିଡ଼ିଓରେ କ'ଣ କୁହାଯାଉଛି ସେ ବିଷୟରେ ଟିକେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଆପଣମାନେ ଭିଡ଼ିଓ ତ ଦେଖୁଛନ୍ତି, ହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି। ଯଦି ଆପଣମାନେ ଆପଣଙ୍କ ଜୀବନରେ କିଛି କରିବାକୁ ଚାହୁଁଛନ୍ତି, ତାହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗେ ତାହେଲେ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ ଚ୍ୟାନେଲକୁ କରିକି ଯାଆନ୍ତୁ। ଯଦି ଚ୍ୟାନେଲଟିକୁ ଆପଣ ସବସ୍କ୍ରାଇବ୍ କରୁଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ଆମେ ଯେତେବେଳେ କିଛି ନା କିଛି ଭିଡ଼ିଓ ଆଣିବୁ, ଆପଣଙ୍କ ମାନେ ଭବିଷ୍ୟ କଥାକୁ ନେଇ ହେଉ, ଆପଣଙ୍କ ଲାଇଫ୍ ଟାଇମ୍ କଥା ନେଇ ହେଉ, ଆପଣଙ୍କ ଲାଇଫ୍ରେ କ'ଣ ଘଟୁଛି, ଏସବୁ ବିଷୟରେ ଯଦି ଆପଣମାନେ ଜାଣିବାକୁ ଚାହୁଁଥିବେ, ନିଶ୍ଚିନ୍ତ ଭାବରେ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱେଲ୍ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ପ୍ରତ୍ୟେକ ମନୁଷ୍ୟ ଜୀବନରେ ବେଳେବେଳେ ଏହା ଶୁଣିବାକୁ ମିଳେ ଯେ ବ୍ୟସ୍ତ ହୁଅନା, ଆଉ ସମୟ ଆସିଲେ ସବୁକିଛି ଠିକ୍ ହେଇଯିବ। ଦେଖନ୍ତୁ ସାଙ୍ଗମାନେ, ଯେତେବେଳେ ଆପଣଙ୍କର ଜୀବନରେ କେବେ କୌଣସି ଗୋଟିଏ ଭୁଲ କାମ ହୋଇଯାଇଥାଏ, କି କୌଣସି କିଛି ଭୁଲ ଡିସିସନ୍ ଆପଣମାନେ ନେଇଯାଇଥାନ୍ତି, କି ଆପଣଙ୍କ ସାଙ୍ଗରେ କିଛି ସେମିତି ହେଇଯାଇଥାଏ, ଆପଣମାନଙ୍କୁ ସମସ୍ତେ ସବୁବେଳ ପାଇଁ କୁହନ୍ତି ଏ ସମୟ ଅପେକ୍ଷା କରନ୍ତୁ, ସମୟ ଯେତେବେଳେ ଚାଲିଯିବ, ସେତେବେଳେ ସବୁକିଛି ଠିକ୍ ହେଇଯିବ। ସମୟକୁ ସମସ୍ତେ ଅପେକ୍ଷା କରିଥାନ୍ତି, କେମିତି ଏ ସମୟଟା ଆମ ଜୀବନରୁ ଚାଲିଯିବ, ଆମ ଜୀବନରେ ଭଲ ସମୟ ଆସିଯିବ। ହେଲେ ଆପଣମାନେ କ'ଣ ଜାଣିଛନ୍ତି, ଆପଣମାନେ ଯେତେ ଆପଣମାନେ ଭାବନ୍ତି ମନରେ କି ଏ ସମୟ ଆମ ଜୀବନରୁ କେତେ ଜଲ୍ଦି ଯିବ, ହେଲେ ଆପଣମାନେ ନିଶ୍ଚିନ୍ତ ଭାବରେ ଗୋଟିଏ ଜିନିଷ ମାର୍କ କରିଥିବେ, ନିଶ୍ଚିତ ଭାବରେ ଆପଣମାନେ ଗୋଟିଏ ଜିନିଷ ମନରେ ଭାବିଥିବେ, ଆପଣମାନେ ଯେତେବେଳେ ଭାବନ୍ତି ବେଶୀ ଭାବନ୍ତି କି ଏ ସମୟଟା ଆମ ଜୀବନରୁ କେତେ ଜଲ୍ଦି ଚାଲିଯିବ, ହେଲେ ସେତେବେଳେ ସେ ସମୟ ଯାଇନଥାଏ। ତୁମକୁ ସମୟ ତ ଚାଲି ଯାଇଥାଏ, ହେଲେ ତୁମକୁ ଲାଗେ ଯେ ଏ ସମୟ ଯାଉନାହିଁ। ସମୟ କ'ଣ ଏତେ ଲେଟ୍ ହେଉଛି, କ'ଣ ପାଇଁ ଏ ସମୟଟା କ'ଣ ପାଇଁ ଯାଉନାହିଁ? ଦେଖିଥିବେ ଆପଣମାନଙ୍କୁ ଗୋଟେ ଏକ୍ଜାମ୍ପଲ୍ ଦେବାକୁ ଚାହୁଁଛି। ଯଦି ଆପଣମାନେ କୌଣସି ଗୋଟେ କାମ କରୁଛନ୍ତି, ଆପଣମାନେ କାମ ଯେତେବେଳେ କରୁଛନ୍ତି, ଆପଣଙ୍କର ଯଦି କାମ ଉପରେ ନଜର ରହୁଛି, ଯଦି ଆପଣଙ୍କର କାମ ଉପରେ ଧ୍ୟାନ ରହୁଛି ନା, ତାହେଲେ ସମୟ କେତେବେଳେ ଚାଲିଯାଉଛି ଆପଣମାନେ ଜାଣିପାରିବେ ନାହିଁ। ଆପଣମାନେ ଥରେ ଟ୍ରାଏ କରିକି ଦେଖିବେ, ଯେତେବେଳେ ଆପଣମାନେ କୌଣସି ଗୋଟେ କାମ କରୁଥିବେ, ସେ କାମରେ ଆପଣମାନେ ପୁରା ବହୁତ ବ୍ୟସ୍ତରେ ଅଛନ୍ତି, ଆପଣମାନେ ସେତେବେଳେ ଜାଣିପାରିବେନି କେତେବେଳେ ସମୟ ଚାଲିଯିବ। ହେଲେ ଯେତେବେଳେ ଆପଣମାନେ ଘଣ୍ଟାକୁ ଦେଖୁଥିବେ, ଆପଣମାନେ ସମୟକୁ ଦେଖୁଥିବେ, କେତେବେଳେ ଏ ସମୟଟା ସରିଯିବ, ମୋର କାମଟା ଶେଷ ହେଇଯିବ, ମୁଁ ପଳେଇଯିବି। ଏ ଜିନିଷଟା ଅଧିକାଂଶ କେଉଁଠି ହୁଏ? ଯେକୌଣସି ଜାଗାରେ କୌଣସି ଲୋକ ବାହାରକୁ କାମ କରିବାକୁ ଯାଇଥାଏ, ଘରେ ତ ଏମିତି ଜିନିଷ ହେଇନଥାଏ,
ଯେକୌଣସି ଗୋଟେ ପିଲା ବାହାରକୁ କିଛି କାମ କରିବାକୁ ଯାଇଥାଏ, ଯଦି କାହା କତିରେ ଜଣେ ଗୋଟେ ଚାକିରି କରିଛି, ଗୋଟେ କୌଣସି ଗୋଟେ କମ୍ପାନୀରେ କାମ କରୁଛି, ସେଇମାନଙ୍କ ସାଙ୍ଗରେ ଏ ଜିନିଷଟା ବେଶୀ ଘଟିଥାଏ। ସମସ୍ତେ କେମିତି ତାଙ୍କ ସମୟଟାକୁ ସେମାନେ ସାରି ଦେଇ ଚାଲିଯିବେ, ସମସ୍ତେ ଏସବୁ ଜିନିଷକୁ ଚେଷ୍ଟା କରିଥାନ୍ତି, ସମୟକୁ ଦେଖିଥାନ୍ତି, ଯାହାଦ୍ୱାରା କି ସେମାନଙ୍କୁ ଲାଗିଥାଏ କି ସମୟ କ'ଣ ପାଇଁ ଯାଉନାହିଁ। ସେମାନଙ୍କୁ ଲାଗିଥାଏ ଏମିତି କାହିଁକି ନା ସେମାନେ ସମୟ ଉପରେ ଅଧିକ ନଜର ରଖିଥାନ୍ତି, ସେମାନଙ୍କର କାମ ଉପରେ ନଜର ନଥାଏ। ସେମାନେ କେମିତି କାମ କରିବେ ସେଇଟାକୁ ସେମାନେ ଚିନ୍ତା କରନ୍ତିନି, ସେମାନେ ସମୟକୁ ଚିନ୍ତା କରିଥାନ୍ତି ଯେ ସମୟ କେତେବେଳେ ସରିଯିବ, ସନ୍ଧ୍ୟା ହୋଇଯିବ, ଆମେ ଘରକୁ ପଳେଇ ଯିବା, ଆମ କାମ ସରିଯିବ, ଆମର ଗୋଟେ ଦିନର ମଜୁରୀ ଆମକୁ ମିଳିଯିବ ବିନା କାମ କରି। ଏମିତି କିଛି ଆଜିକାଲିର ଲୋକମାନେ ଅଛନ୍ତି, ଏମିତି କିଛି ଲୋକମାନଙ୍କର ଚିନ୍ତାଧାରା ଅଛି। ଲୋକମାନେ ଆଜିକା ସମୟରେ ଏମିତି କିଛି ଚିନ୍ତା କରୁଛନ୍ତି, ଏମିତି କିଛି କରୁଛନ୍ତି। ଆପଣମାନେ ଯଦି ଏମିତି କିଛି କରୁଛନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ଆପଣମାନେ ଥରେ ଟ୍ରାଏ କରିବେ, ଦେଖିବେ। ଆପଣମାନେ ଯଦି କାମରେ ଧ୍ୟାନ ଦେଇକି କାମ କରିବେ ନା, ତାହେଲେ ଆପଣଙ୍କୁ ସମୟ ବି ଜଣା ପଡ଼ିବ ନାହିଁ। କେତେବେଳେ ଆପଣଙ୍କର ସମୟ ଶେଷ ହୋଇଯିବ, ଆପଣମାନେ ବିଲକୁଲ ବି ଆପଣଙ୍କୁ ଜଣା ପଡ଼ିବନି, ଆପଣଙ୍କୁ ଲାଗିବ ହିଁ ନାହିଁ। ଆପଣଙ୍କୁ ଲାଗିବ ଆଜି ଦିନଟା ବହୁତ ଜଲ୍ଦି ସରିଗଲା। କ'ଣ ପାଇଁ ଆଜି ଦିନଟା ବହୁତ ଜଲ୍ଦି ସରିଗଲା? କାହିଁକି ନା ଆପଣ ସେଇଦିନ ହିଁ ଠିକ୍ କାମ କରିଛନ୍ତି, ସେଇଦିନ ହିଁ ଆପଣମାନେ ମନ ରଖିକିରି ମନ ଦେଇକି କାମ କରିଛନ୍ତି, ସମୟବର୍ତ୍ତିତା ହେଇଛନ୍ତି। ଆପଣ ଯଦି କାହା କତିରେ କାମ କରୁଛନ୍ତି ତାହେଲେ ଆପଣଙ୍କୁ କାମ ଉପରେ ଧ୍ୟାନ ଦେବାର ଅଛି, କାମ ଉପରେ ନଜର ରଖିବାର ଅଛି, ନା କି ସମୟ ଉପରେ। ଯେତେବେଳେ ଆପଣଙ୍କର ସମୟ ହୋଇଯିବ ଆପଣଙ୍କୁ ନିଶ୍ଚିତ ଭାବରେ ଜଣା ପଡ଼ିଯିବ କି ଆମର ସମୟ ଏବେ ହୋଇଗଲାଣି, ଆମକୁ ଏବେ ଘରକୁ ଯିବାର ଅଛି। ତା ବୋଲି ନୁହଁ ଯେ ସକାଳୁ ଆସି ଆପଣ ମାନେ ସନ୍ଧ୍ୟା ଯାଏଁ ଖାଲି ସମୟକୁ ହିଁ ଦେଖି ଚାଲିବେ। କେତେବେଳେ ଆମ ସମୟ ହୋଇଯିବ ଆମ ଘରକୁ ଚାଲିଯିବୁ। ଦୟାକରି ଏମିତି କାହାର ଯଦି କେଉଁଠି କାମ କରୁଛନ୍ତି ତାହେଲେ ଏମିତି କେବେ କରନ୍ତୁ ନାହିଁ। ସାଙ୍ଗମାନେ, ଆପଣମାନେ ଯେଉଁ ମନରେ ଭାବନ୍ତି ସମୟ ଆସିଲେ ସବୁକିଛି ଠିକ୍ ହୋଇଯିବ, ଆପଣଙ୍କ ଦ୍ୱାରା ଯେକୌଣସି ବି ଗୋଟେ ଭୁଲ ହୋଇଯାଇଥାଉ, ଆପଣମାନେ ମନରେ ଭାବିଥାନ୍ତି ଯେତେବେଳେ ଗୋଟେ ସମୟ ଆସିବ ସବୁକିଛି ଠିକ୍ ହୋଇଯିବ। ହେଲେ କିନ୍ତୁ ଆମେ ବୁଝିବା ଦରକାର, ଆମେମାନେ ମନରେ ବୁଝିବା ଦରକାର କି ସମୟ ଆସିଲେ ନୁହେଁ, ବରଂ ସମୟ ଆସିବା ପୂର୍ବରୁ ଆମେ ନିଜକୁ ଠିକ୍ କରିବା ଉଚିତ। ଏହାର ମାନେ ହେଉଛି ଆମେ ସମୟକୁ ଅପେକ୍ଷା କରୁଛେ, କେବେ ଏ ସମୟ ବଦଳିଯିବ, ଆମ ଜୀବନରେ ଖୁସି ଆସିଯିବ। ହେଲେ ଆମକୁ ଆମ ଜୀବନରେ ଖୁସି ଆଣିବାକୁ ହେଲେ ନା ସେ ସମୟକୁ ଅପେକ୍ଷା କରିବାର ନାହିଁ, ସମୟ ଆସିବା ପୂର୍ବରୁ ଆମକୁ ଖୁସି ହେବାର ଅଛି। ସମୟ ଆସିବା ପୂର୍ବରୁ ଆମେ କେମିତି ଖୁସି ହେବା, କେମିତି ଆମ ମନରେ ଆମେ ଖୁସି ପାଇପାରିବା, ଜାଣିବା ଚାଲନ୍ତୁ। ଦେଖନ୍ତୁ ସାଙ୍ଗମାନେ, ସମସ୍ତଙ୍କ ଜୀବନରେ ଭଲ ସମୟ ଆସିଥାଏ, ଖରାପ ସମୟ ମଧ୍ୟ ଆସିଥାଏ। ଯେତେବେଳେ ଲୋକମାନଙ୍କର ଭଲ ସମୟ ଆସିଥାଏ ଲୋକମାନେ ଖୁସିରେ ରହିଥାନ୍ତି, ଯେତେବେଳେ ଲୋକଙ୍କର ଖରାପ ସମୟ ଆସିଥାଏ ଲୋକମାନେ ଦୁଃଖରେ ରହିଥାନ୍ତି। ହେଲେ ଲୋକମାନେ ଗୋଟିଏ ଜିନିଷ ଏଠି ଭୁଲ କରନ୍ତି, ଯେତେବେଳେ ଲୋକଙ୍କର ଜୀବନରେ ଦୁଃଖ ଆସିଥାଏ ସେତେବେଳେ ଲୋକମାନେ କ'ଣ କରନ୍ତି, ସେ ଦୁଃଖକୁ ଏମିତି ଏତେ ମାତ୍ରାରେ ଚିନ୍ତା କରନ୍ତି ଯେ ସେ ଦୁଃଖ ତ ତାଙ୍କ ଦୁଃଖର ଯେଉଁ ସମୟ ସୀମା ଥାଏ ସେ ଦୁଃଖର ସମୟ ସୀମା ତ ଶେଷ ହୋଇଯାଏ। ହେଲେ ସେ ଦୁଃଖର ସମୟ ସୀମା ଶେଷ ହେବା ପରେ ମଧ୍ୟ ଏମାନେ ଦୁଃଖରେ ରହିଥାନ୍ତି। ଏହାର ମାନେ ହେଉଛି ଯେତେବେଳେ ତୁମ ଜୀବନରେ ସୁଖର ସମୟ ଆସୁଛି, ସୁଖର ସମୟରେ ବି ତୁମେମାନେ ଦୁଃଖରେ ରହୁଛ। ଏହାର କାରଣ ହେଉଛି ଯେତେବେଳେ ତୁମେମାନେ ଦୁଃଖରେ ରହିଥିଲ, ସେ ଦୁଃଖର କଥାଟିକୁ ତୁମେମାନେ ସବୁଠାରୁ ଅଧିକ ଫେର ଚିନ୍ତା କରୁଛ, ସବୁଠାରୁ ଅଧିକ ଏତେ ଚିନ୍ତା କରୁଛ ଯେ ତୁମେମାନେ ଜାଣିପାରୁନ କି ତୁମ ଜୀବନରେ ସୁଖର ସମୟ କେବେ ଆସିଯାଇଛି, କେବେ ଆମେ ସୁଖର ସମୟକୁ ଆସିଗଲେଣି ବା ଆମେ ପଳେଇଲେଣି। ଯେତେବେଳେ ଆମର ଜୀବନରେ ଦୁଃଖ ଅଛି ସୁଖ ବି ଅଛି, ଯଦି ଦୁଃଖ ରହୁଛି 6 ମାସ, ସୁଖ ରହୁଛି 6 ମାସ। ଯେତେବେଳେ ଆମେ ଦୁଃଖରେ 6 ମାସ ରହୁଛେ, ଆମେ ସୁଖ ଯେଉଁ 6 ମାସ ରହିବା ବଦଳରେ ଆମେ କ'ଣ କରୁଛେ, ଆମେ ଦୁଃଖକୁ 9 ମାସ ରହିଯାଉଛେ। 6 ମାସ ଦୁଃଖରେ ରହି ଆଉ ଯେଉଁ 3 ମାସ
आमे से दुख कथा को भाभी भाभी आउरी दुखित होउचे बा अधिक दुख पाउचे कष्ट पाउचे। जेतमळे आमे सुखरे रहिबा समय आम जीवन रे तो सुखर समय आसीगलानी आमे दुखरे कौन पई रहिबा। दुखरे रहुचंती आपण मान निज पई निजे एते बड़ बड़ भूल आपण माने करूछंती जहा द्वारा कि आपण माने दुखरे रहुचंती। आपण माने जानिले आम जीवन रे दुख थिला से दुख जीवा परे आपणको सुख पाइबार अछि सुख करिवार अछि। केमिति आपण माने सुख करिवे सुख करिवार गोटिए जिनिस हेउची गोटिए हेउची सॉल्यूशन। सॉल्यूशनटा हेउची जेतमळे आपणको जीवन रे दुख अछि से दुखटी को आपणको भूलिबा को पड़िबो। जदि आपणको जीवन रे कोनसी गोटे दुख अछि जदि आज से दुखटा आपण भोगिचंती ताहले आपणको से दुखटी को काली रे भूली जिबार अछि। चेष्टा करिवे जदि गोटे दुख को आपण मासे कर भूलिबा को भूली जानती ताले आपण चेष्टा करिवे केमिति से दुखटी को मो 15 दिन रे भूलिकरी मो मनर सभा कर देबी। देखिए आपण माने केते खुशी रहिबे। आपण माने एथि पई बहुत दुख रे रहउचंती जेतमळे आपण गोटे दुख को भाबुचंती पर जीवन सारा सेथि पई आपण माने खुशी रे रहि पारु नांती। सेथि पई मु आपण मानको गोटे कथा कहिबी आपण माने दुख को बेसी चिंता करंतु नाही खुशी को चिंता करंतु। खुशी कथा को तो आज माने केही चिंता करू नांती आज काली हेले आपण माने जते खुशी की चिंता करिवे आपण माने सेते खुशी आपण माने अधिक पाई परिबे। गोटे समय आसीबो आपनको जीवन सारा खाली खुशी खुशी रहिबो ताहले आपण माने दुख को बेसी चिंता करंतु नाही। जदि आपण माने दुख को बेसी चिंता करूछंती ना ताहले आपण दुख ही जीवन सारा पाई एमती दुख ही पाई चलीथिबे। दुख आपनको जीवन रे लेखा होइथिबो। आपण माने केमिति दुख को सुख रे बदलैबे सेईटा होची आपनको हाथ रे। आपनको ही आपनको जीवन को परिवर्तन करिवार अछि। आपण माने जो मन रे भाबी थांती भगवान आम जीवन रे जहा आम भाग्य रे लेखिकी देइचंती हमर सेया घटिबो। गोटे समय रे एमिति भी हबो आपनको भाग्य भी बदली जाई पारे। भाग्य रे किछि नाही भाग्य भी गोटे समय रे आपणकर बदली जाई पारे। एई कथाटी को निश्चित भाव रे मने रखिथिबे। सांग माने मु आपण मानको रिक्वेस्ट करिवि केबे हेले दुख को बेसी चिंता करंतु नाही। जदि आपण माने जीवन रे खुशी रे रहिबा को चाहुचंती ताहले दुख को तो मनरु पासुरी ही दियंतु दुख को भूली ही जाहंतु। देखिबे आपण माने केते खुशी रे रहिबे। देखिबे आपण माने केते भले रहिबे। केबे आपणको जीवन रे दुख आसीबो नाही। बहुत खुशी रे रहिबे आपण माने थरे ट्राई करी देखंतु। धन्यवाद सांग माने वीडियोटी शेष पर्यंत देखिथिबारु आपण मानकु अशेष अशेष धन्यवाद। आशा करी मोर ए वीडियोटी आपण मानकु भलो लागिथिबो। जदि ए वीडियो रे मो मुहरु किछि भी भूल कथा आपणको पई बाहरी जाइथिबो ताहले सान भाईटा भाभी क्षमा करि देबे। यदि आपण माने आम टॉकिंग ऑल यूट्यूब चैनल रे प्रथम थर पई आम टॉकिंग ऑल यूट्यूब चैनल को सब्सक्राइब करी बेल आइकन को ऑल ले क्लिक करिवे। कारण आम चैनल रे जेबे किछि नुआ मोटिवेशनल वीडियो छड़ा जिवो आपण माने सर्वप्रथमे देखि परिबे। कमेंट बॉक्स रे निश्चित भाव में आपण मानकर मतामत रखिबे। सांग मानक मध्य रे शेयर करने को भूलिबे नाही। यदि वीडियोटी भलो लागिथिबो लाइक टिए निश्चित भाव में करिवे। धन्यवाद सांग माने। जय जगन्नाथ, जय मां सरला, जय श्री कृष्ण।